ଆଜି କୁଚିଣ୍ଡା ପଞ୍ଚାୟତ ସମିତି ସଭାଗୃହଠାରେ ସମ୍ବଲପୁର ଜିଲ୍ଲା ପ୍ରଶାସନର ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଏସ୍ପି ମୁକେଶ କୁମାର ଭାମୁର ସହିତ ଜିଲ୍ଲାସ୍ତରୀୟ ଉପଖଣ୍ଡସ୍ତରୀୟ ବିଭିନ୍ନ ଅଧିକାରୀ ଉପସ୍ଥିତ ରହି ଲୋକମାନଙ୍କ ଅଭିଯୋଗ ଶୁଣିଥିଲେ। ଏଥିରେ ମୋଟ 55 ଜଣଙ୍କ ବ୍ୟକ୍ତିଗତ ଓ ସାମୂହିକ ଅଭିଯୋଗର ସମାଧାନ କରାଯାଇଥିଲା। ପରେ ଜିଲ୍ଲାପାଳ ଓ ସମ୍ବଲପୁର ଏସ୍ପି ବ୍ଲକ ସମ୍ମୁଖରେ ଭତ୍ତା ଓ ଟ୍ରାଇସାଇକେଲ ହିତାଧିକାରୀମାନଙ୍କୁ ବଣ୍ଟନ କରିଥିଲେ। ଏସ୍ଏଚ୍ଜି ମହିଳାମାନଙ୍କର ଷ୍ଟଲ୍ ମଧ୍ୟ ପ୍ରଦର୍ଶନ କରିଥିଲେ। କୁଚିଣ୍ଡା ବିକାଶ ଅଭିଯାନର ସଦସ୍ୟମାନେ କୁଚିଣ୍ଡା ଏନ୍ଏସିରେ ରହିଥିବା ବିଭିନ୍ନ ସମସ୍ୟା ବିଷୟରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ଏହି ସମସ୍ୟାଗୁଡ଼ିକ ଶୀଘ୍ର ସମାଧାନ ପାଇଁ ଅନୁରୋଧ କରିଥିଲେ। ଜିଲ୍ଲାପାଳ ମଧ୍ୟ ଅଭିଯୋଗଗୁଡ଼ିକ ଗୁରୁତର ସହିତ ନେଇ ଏହାକୁ ଶୀଘ୍ର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଏ ଭିତରେ କୁଚିଣ୍ଡାରେ ଗାଈ ଗୋରୁଙ୍କ ଅବାଧ ବୁଲାବୁଲି କରୁଥିବା, କୁକୁର ଉପଦ୍ରବ, ପାର୍କିଂ ସମସ୍ୟା, ବାଇପାସରେ ବିଶ୍ରାମାଗାର ପ୍ରଭୃତି ବିଭିନ୍ନ ସମସ୍ୟା ରହିଥିଲା। କୁଚିଣ୍ଡା କଲେଜ